ଜାଣନ୍ତି ଟଙ୍କା ବିଷୟରେ ଆମେ ସମସ୍ତେ ଗୋଟେ ବଡ଼ ଭୁଲ ଧାରଣା ରଖିଥାଉ। ଆମକୁ ଲାଗେ ଯେ ଏହା ସବୁ ଗଣିତ ଫର୍ମୁଲା ଆଉ ଚାର୍ଟ ବିଷୟରେ, କିନ୍ତୁ ପ୍ରକୃତ କଥା ହେଉଛି ଆର୍ଥିକ ସଫଳତା ଆମେ କ'ଣ ଜାଣିଛୁ ତା ଉପରେ କମ୍ ଓ ଆମେ କେମିତି ବ୍ୟବହାର କରୁଛୁ ତା ଉପରେ ବେଶୀ ନିର୍ଭର କରେ। ଏହା ଏକ ପ୍ରକାର ଆମ ଭାବନା ଆଉ ଆଚରଣର ଖେଳ। ତାହେଲେ ଗୋଟେ ପ୍ରଶ୍ନ ଉଠୁଛି, ଯଦି ଜ୍ଞାନ ହିଁ ସବୁକିଛି, ତାହେଲେ ଏତେ ବୁଦ୍ଧିମାନ ଏତେ ପାଠ ପଢ଼ିଥିବା ଲୋକମାନେ ଟଙ୍କା ପଇସା ମାମଲାରେ ଏତେ ଭୁଲ କାହିଁକି କରନ୍ତି? ଆମେ ଦେଖୁ ଯେ ବଡ଼ ବଡ଼ ଡିଗ୍ରୀ ଥିବା ଲୋକ ବି ଋଣରେ ବୁଡ଼ିଯାନ୍ତି କିମ୍ବା ବହୁତ ଖରାପ ନିବେଶ ନିଷ୍ପତ୍ତି ନିଅନ୍ତି। ଏହା ପଛର କାରଣ କ'ଣ ହୋଇପାରେ? ଏହାର କାରଣ ହେଉଛି ଆର୍ଥିକ ସଫଳତା କୌଣସି ରକେଟ୍ ସାଇନ୍ସ ନୁହେଁ, ବରଂ ଏହା ଏକ ସଫ୍ଟ ସ୍କିଲ୍। ଜଣେ କେତେ ଜାଣିଛି ତାହା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସେହି ଜ୍ଞାନକୁ ନେଇ ସେ କିପରି ଆଚରଣ କରୁଛି ତାହା ହିଁ ସବୁକିଛି। ମନେ ରଖନ୍ତୁ, ଆଚରଣ ଜ୍ଞାନଠାରୁ ବହୁତ ଅଧିକ ଶକ୍ତିଶାଳୀ। ଏବେ ଆସନ୍ତୁ ଦୁଇଟି ଏମିତି ଶକ୍ତିଶାଳୀ ଜିନିଷ ବିଷୟରେ କଥା ହେବା ଯାହାକୁ ଆମେ ପ୍ରାୟତଃ ଅଣଦେଖା କରିଦେଉ, କିନ୍ତୁ ଏହା ଆମ ଆର୍ଥିକ ଜୀବନକୁ ବହୁତ ପ୍ରଭାବିତ କରେ। ଆସନ୍ତୁ ବିଲ୍ ଗେଟ୍ସଙ୍କୁ ଉଦାହରଣ ନେବା। ସେ ନିଶ୍ଚିତ ଭାବେ ଜଣେ ପ୍ରତିଭାଶାଳୀ ବ୍ୟକ୍ତି, କିନ୍ତୁ ତାଙ୍କ ସଫଳତାରେ ଭାଗ୍ୟର ବହୁତ ବଡ଼ ହାତ ଥିଲା। 1968 ମସିହାରେ ଯେତେବେଳେ ସେ ସ୍କୁଲରେ ପଢ଼ୁଥିଲେ, ସେତେବେଳେ ସାରା ଦୁନିଆରେ ହାତଗଣତି କିଛି ସ୍କୁଲରେ ହିଁ କମ୍ପ୍ୟୁଟର ଥିଲା, ଆଉ ତାଙ୍କ ସ୍କୁଲ ସେଥିରୁ ଗୋଟିଏ ଥିଲା। ଏହା କେବଳ ଗୋଟେ ସୁବିଧା ନଥିଲା, ଏହା ଏକ ଲଟେରୀ ଜିତିବା ପରି ଥିଲା। କେତେ ବିରଳ ଥିଲା ଏ ସୁଯୋଗ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ସେ ସମୟରେ ବିଶ୍ୱରେ ପ୍ରାୟ 303 ମିଲିୟନ ସ୍କୁଲ ବୟସର ପିଲା ଥିଲେ, ଆଉ ସେମାନଙ୍କ ଭିତରୁ ବିଲ୍ ଗେଟ୍ସ ଥିଲେ ସେହି କେଇଜଣଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ଏହି ସୁଯୋଗ ମିଳିଥିଲା। ଏହାକୁ ଭାଗ୍ୟ ନ କହି ଆଉ କ'ଣ କହିବା? କିନ୍ତୁ ଯେଉଁଠି ଭାଗ୍ୟ ଥାଏ ତାର ଜାଉଳା ଭାଇ ବିପଦ ବା ରିସ୍କ ମଧ୍ୟ ସେଠି ଥାଏ। ବିଲ୍ ଗେଟ୍ସଙ୍କ ସ୍କୁଲରେ ତାଙ୍କର ଜଣେ ବହୁତ ଭଲ ସାଙ୍ଗ ଥିଲେ, କେଣ୍ଟ ଇଭାନ୍ସ। ସେ ମଧ୍ୟ ବିଲ୍ ଗେଟ୍ସଙ୍କ ପରି ବୁଦ୍ଧିମାନ ଥିଲେ, ଆଉ କମ୍ପ୍ୟୁଟରକୁ ନେଇ ଦୁଇଙ୍କର ସ୍ୱପ୍ନ ପ୍ରାୟ ସମାନ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସ୍କୁଲ ପାଠ ସରିବା ପୂର୍ବରୁ କେଣ୍ଟ ଏକ ପର୍ବତାରୋହଣ ଦୁର୍ଘଟଣାର ପ୍ରାଣ ହରାଇଲେ। ଏପରି ଏକ ଘଟଣାର ସମ୍ଭାବନା କେତେ? ପ୍ରାୟ 1 ମିଲିୟନରେ 1। ତେବେ ଗୋଟିଏ ପଟେ ଥିଲା ବିଲ୍ ଗେଟ୍ସଙ୍କ ଅବିଶ୍ୱାସନୀୟ ଭାଗ୍ୟ, ଆଉ ଅନ୍ୟପଟେ ଥିଲା କେଣ୍ଟଙ୍କ ଦୁର୍ଭାଗ୍ୟ। ଏହା ହିଁ ହେଉଛି ବିପଦ। ଏଥିରୁ ଆମେ ଏହା ହିଁ ବୁଝିଲେ ଯେ ସଫଳତା କେବଳ କଠିନ ପରିଶ୍ରମର ଫଳ ନୁହେଁ, ଆଉ ବିଫଳତା କେବଳ ଅଳସୁଆମୀର କାରଣ ନୁହେଁ। ଆମ ନିୟନ୍ତ୍ରଣ ବାହାରେ ଥିବା ଭାଗ୍ୟ ଏବଂ ବିପଦର ଏକ ବଡ଼ ଭୂମିକା ରହିଛି, ଯାହାକୁ ଆମେ କେବେ ବି ଅଣଦେଖା କରିପାରିବା ନାହିଁ। ଏବେ ଆସନ୍ତୁ ଧନୀ ହେବା ପରେ ଧନୀ ହୋଇ ରହିବାର ଗୋଟେ ମୁଖ୍ୟ ନିୟମ ବିଷୟରେ ଜାଣିବା, ଆଉ ଏହାକୁ ଏକ ଚେତାବନୀମୂଳକ କାହାଣୀ ମାଧ୍ୟମରେ ବୁଝିବା। ରଜତ ଗୁପ୍ତାଙ୍କ କାହାଣୀ ଏହାର ଏକ ବହୁତ ବଡ଼ ଉଦାହରଣ। ଜଣେ ଅନାଥ ଭାବେ ଜୀବନ ଆରମ୍ଭ କରି ସେ ଦୁନିଆର ସବୁଠାରୁ ସମ୍ମାନଜନକ କମ୍ପାନୀ ମ୍ୟାକିଞ୍ଜିର ସିଇଓ ହୋଇଥିଲେ। ତାଙ୍କ ପାଖରେ $100 ମିଲିୟନ ଅଧିକ ସମ୍ପତ୍ତି ଥିଲା, କିନ୍ତୁ ତାଙ୍କ ପାଇଁ ଏହା ଯଥେଷ୍ଟ ନଥିଲା। ବିଲିୟନେର ହେବାର ଲୋଭରେ ସେ ଇନସାଇଡର ଟ୍ରେଡିଂ ଭଳି ଏକ ଅପରାଧ କଲେ, ଆଉ ଫଳସ୍ୱରୂପ ତାଙ୍କ ସମ୍ମାନ, ସ୍ୱାଧୀନତା, ସମ୍ପତ୍ତି ସବୁକିଛି ଚାଲିଗଲା। ଏହି କାହାଣୀରୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳେ। ଟଙ୍କା ପଇସା ମାମଲାରେ ସବୁଠାରୁ କଷ୍ଟକର କାମ ହେଉଛି ନିଜ ଲକ୍ଷ୍ୟକୁ ସ୍ଥିର ରଖିବା। ଯେତେବେଳେ ଲୋଭ ଏବଂ ଅନ୍ୟମାନଙ୍କ ସହ ତୁଳନା କରିବା ଯୋଗୁଁ ଆମ ଲକ୍ଷ୍ୟ ଆଗକୁ ଆଗକୁ ବଢ଼ି ଚାଲେ, ସେତେବେଳେ ଆମେ ଅଯଥା ବିପଦ ନେଇଥାଉ। କେତେବେଳେ ବହୁତ ହେଲା କହି ଅଟକି ଯିବା ଦରକାର, ତାହା ଜାଣିବା ହିଁ ପ୍ରାକୃତ ଜ୍ଞାନ। ଲୋଭ ଏବଂ ତୁରନ୍ତ ଫଳାଫଳ ପାଇବାର ଠିକ୍ ଓଲଟା ହେଉଛି ଚକ୍ରବୃଦ୍ଧିର ଶାନ୍ତ କିନ୍ତୁ ଅପାର ଶକ୍ତି। ଏବେ ଚାଲନ୍ତ ଦେଖିବା ଧୀର ଏବଂ ସ୍ଥିର ରହିବା ଦ୍ୱାରା କିପରି ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିପାରେ। ଆମେ ସମସ୍ତେ ୱାରେନ୍ ବଫେଟ୍ଙ୍କୁ ଜଣେ ମହାନ ନିବେଶକ ଭାବେ ଜାଣିଛୁ, କିନ୍ତୁ ତାଙ୍କର ପ୍ରକୃତ ସଫଳତାର ରହସ୍ୟ କେବଳ ତାଙ୍କର କୌଶଳ ନୁହେଁ। ତାଙ୍କର ଅସଲ ରହସ୍ୟ ହେଉଛି ସେ 10 ବର୍ଷ ବୟସରୁ ନିବେଶ କରି ଆସିଛନ୍ତି। ତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି କୌଣସି ଷ୍ଟକ୍ ନୁହେଁ, ବରଂ ତାହା ହେଉଛି ସମୟ। ଏହାକୁ ଏହିପରି ଦେଖନ୍ତୁ, ୱାରେନ୍ ବଫେଟ୍ଙ୍କ ମୋଟ ସମ୍ପତ୍ତିର 99%ରୁ ଅଧିକ ତାଙ୍କର 50ତମ ଜନ୍ମଦିନ ପରେ ତିଆରି ହୋଇଛି। ଏହା ଦର୍ଶାଉଛି ଯେ ଆରମ୍ଭରୁ ଛୋଟ ଛୋଟ ବୃଦ୍ଧି ପରବର୍ତ୍ତୀ ସମୟରେ ଏକ ବିରାଟ ରୂପ ନିଏ। ଏହା ହିଁ ହେଉଛି ଚକ୍ରବୃଦ୍ଧି ବା କମ୍ପାଉଣ୍ଡିଂର ଯାଦୁ। ତେଣୁ ମୁଖ୍ୟ କଥା ହେଲା ଯେ ସ୍ଥିରତା ଏବଂ ଧୈର୍ଯ୍ୟ କମ୍ ସମୟରେ ବଡ଼ ଲାଭ କରିବା ଅପେକ୍ଷା ବହୁତ ଅଧିକ ଶକ୍ତିଶାଳୀ। ଧୀରେ ଧୀରେ କିନ୍ତୁ ଲଗାତାର ବୃଦ୍ଧି ହିଁ ପ୍ରକୃତ ସମ୍ପତ୍ତି ସୃଷ୍ଟି କରିଥାଏ। ଆଚ୍ଛା, ସମ୍ପତ୍ତି କିପରି ତିଆରି କରାଯାଏ ତାହା ତ ଆମେ ଦେଖିଲେ, କିନ୍ତୁ ଏବେ ଆସନ୍ତୁ ଦେଖିବା ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। ଏହାର ପ୍ରକୃତ ଉଦ୍ଦେଶ୍ୟ କ'ଣ? ଟଙ୍କାର ସବୁଠାରୁ ବଡ଼ ମୂଲ୍ୟ କ'ଣ? ଦାମୀ କାର୍, ବଡ଼ ଘର? ନା, ଏହାର ପ୍ରକୃତ ମୂଲ୍ୟ ହେଉଛି ନିଜ ସମୟ ଉପରେ ନିୟନ୍ତ୍ରଣ। ପ୍ରତିଦିନ ସକାଳେ ଉଠି ଏହା କହିପାରିବାର କ୍ଷମତା ଯେ ଆଜି ମୁଁ ଯାହା ଚାହିଁବି ତାହା ହିଁ କରିପାରିବି।
ଏହା ହିଁ ହେଉଛି ପ୍ରକୃତ ସମ୍ପତ୍ତି। ଏହି ନିୟନ୍ତ୍ରଣର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଜରୁରୀ ପରିସ୍ଥିତି ପାଇଁ ଏକ ସୁରକ୍ଷା କବଚ ରହିବା, ନିଜ ପସନ୍ଦର ଲୋକଙ୍କ ସହିତ କାମ କରିବାର ସ୍ୱାଧୀନତା, ଏକ ଭଲ ସୁଯୋଗକୁ ଅପେକ୍ଷା କରିବାର ଧୈର୍ଯ୍ୟ ରଖିବା, ଆଉ ଜୀବନରେ ନିଜ ଇଚ୍ଛାରେ ପଥ ବଦଳାଇବାର ସାହସ। ଏସବୁ ହିଁ ହେଉଛି ପ୍ରକୃତ ସ୍ୱାଧୀନତା। ଏବେ ଆସନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବୋଧହୁଏ ସବୁଠାରୁ ଆଶ୍ଚର୍ଯ୍ୟଜନକ ଧାରଣା ବିଷୟରେ ଆଲୋଚନା କରିବା। ଏହା ଏକ ଗଭୀର କିନ୍ତୁ ବହୁତ ସରଳ ସତ୍ୟ। ପ୍ରକୃତ ସମ୍ପତ୍ତି ତାହା ନୁହେଁ ଯାହା ଦେଖାଯାଏ। ଦାମୀ କାର୍ କିଣିବା ଦ୍ୱାରା ଟଙ୍କା ଥିବାର ପ୍ରମାଣ ମିଳେ, କିନ୍ତୁ ସେହି ମୁହୂର୍ତ୍ତରେ ସେହି ଟଙ୍କା ଆଉ ସମ୍ପତ୍ତି ହୋଇ ରହେ ନାହିଁ। ପ୍ରକୃତ ସମ୍ପତ୍ତି ହେଉଛି ସେହି ଟଙ୍କା ଯାହାକୁ ଖର୍ଚ୍ଚ କରାଯାଇ ନାହିଁ, ଅର୍ଥାତ୍ ଆମ ସଞ୍ଚୟ, ଆମ ନିବେଶ, ଯାହା ଭବିଷ୍ୟତର ସ୍ୱାଧୀନତା ପାଇଁ ସଞ୍ଚିତ ହୋଇ ରହିଛି। ତେଣୁ ଧନୀ ହେବା ଏବଂ ସମ୍ପନ୍ନ ହେବା ଭିତରେ ଆକାଶ ପାତାଳ ଫରକ ଅଛି। ଧନୀ ହେବା ଖର୍ଚ୍ଚ କରିବା ସହିତ ଜଡ଼ିତ, ଯେତେବେଳେ କି ସମ୍ପନ୍ନ ହେବା ସଞ୍ଚୟ ଏବଂ ସ୍ୱାଧୀନତା ସହିତ ଜଡ଼ିତ। ଧନୀ ହେବାଟା ସହଜରେ ଦେଖାଯାଏ, କିନ୍ତୁ ପ୍ରକୃତ ସମ୍ପତ୍ତି ସବୁବେଳେ ଅଦୃଶ୍ୟ ହୋଇ ରହିଥାଏ। ତେଣୁ ଶେଷରେ ଏହି ଗୋଟିଏ ପ୍ରଶ୍ନ ଉପରେ ଚିନ୍ତା କରିବା ଆବଶ୍ୟକ। ଆମର ଆର୍ଥିକ ଲକ୍ଷ୍ୟ କ'ଣ ହେବା ଉଚିତ? ଧନୀ ଦେଖାଯିବା ନା ପ୍ରକୃତରେ ସ୍ୱାଧୀନ ହେବା? ଏହି ଗୋଟିଏ ପ୍ରଶ୍ନର ଉତ୍ତର ହିଁ ଜଣଙ୍କର ସମଗ୍ର ଆର୍ଥିକ ଯାତ୍ରାର ଦିଗ ନିର୍ଣ୍ଣୟ କରିଥାଏ।